ଲୋକଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କଲେ ପାରିବନି, ବରଂ ନିଜ କାନକୁ ବନ୍ଦ କରିଦିଅ ଏବଂ ନିଜ କାର୍ଯ୍ୟରେ ଧ୍ୟାନ ଦିଅ। ପଇସା ସବୁ ସମସ୍ୟାର ସମାଧାନ ହୋଇପାରିନଥାଏ। ବେଳେବେଳେ ଏମିତି ପରିସ୍ଥିତି ଆସିଥାଏ, ପଇସା ଥାଇକି ବି ସେ ପଇସାର କିଛି ବି ମୂଲ୍ୟ ନଥାଏ। ଏ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର କାର୍ଯ୍ୟକୁ ନେଇ ଯୋଗ୍ୟ ଅଟନ୍ତି। ତେଣୁ କେବେ କାହାକୁ ଛୋଟ ଭାବି ଘୃଣା କରନ୍ତୁ ନାହିଁ। ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ଜୁଆ। ଜୀବନସାଥୀ ଭଲ ହେଲେ ଜୀବନଟା ସ୍ୱର୍ଗ, ଆଉ ଜୀବନସାଥୀ ଖରାପ ହେଲେ ଜୀବନଟା ନର୍କ ପାଲଟିଯାଏ। ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମନରେ ସାହସ ଥିଲେ ସେହି ବ୍ୟକ୍ତି ହିଁ ସଫଳତା ପାଇବାର ହକଦାର। ବ୍ୟତିବ୍ୟସ୍ତ ଅବା ଅଥୟ ହେଲେ ସଫଳତା ମିଳିନଥାଏ। ତେଣୁ ସବୁବେଳେ ଶାନ୍ତ ଚିତ୍ତରେ ନିଜ କାର୍ଯ୍ୟକୁ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ। ଦୃଢ଼ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନିଜ ମନ କଥା ଶୁଣନ୍ତୁ, ଆଉ ମନ ଯଦି ନ ବୁଝିଲା ତେବେ ସେହି କାର୍ଯ୍ୟରେ ଆଗକୁ ଆଗାନ୍ତୁ ନାହିଁ। ଲୋକଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କଲେ ପାରିବନି, ବରଂ ନିଜ କାନକୁ ବନ୍ଦ କରିଦିଅ ଏବଂ ନିଜ କାର୍ଯ୍ୟରେ ଧ୍ୟାନ ଦିଅ। ଜୀବନରେ ସୁଖ ଶାନ୍ତିରେ ରହିବାକୁ ହେଲେ ଦୁଇଟି ଶକ୍ତିର ନିତାନ୍ତ ଆବଶ୍ୟକ। ଗୋଟିଏ ହେଲା ସହିବା ଶକ୍ତି, ଆଉ ଗୋଟିଏ ହେଲା ବୁଝିବା ଶକ୍ତି। ଏହି ଦୁଇଟି ଶକ୍ତିକୁ ଯିଏ ପାଇଛି ସିଏ ସର୍ବଦା ଜୀବନରେ ସୁଖ ଶାନ୍ତିରେ ରହିପାରିଛି। ତେବେ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲନ୍ତୁ ନାହିଁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ନିଶ୍ଚୟ ସେୟାର କରନ୍ତୁ।